ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି, ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବା ନିତ୍ୟ ଶାସ୍ତିତି ଶାସ୍ତ୍ର ଅର୍ଥାତ୍ ଯିଏ ଶାସ୍ତି ପ୍ରଦାନ କରି ପ୍ରକୃତ ଶାସନ ଭିତରେ ରଖିପାରେ ତାହା ଶାସ୍ତ୍ର ପଦବାଚ୍ୟ। ତେଣୁ ସବୁ ପୁରାଣକୁ ଶାସ୍ତ୍ର ଭାବରେ ଗ୍ରହଣ କରାଯାଇ ନପାରେ। ଓଡ଼ିଆ ଭାଗବତ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ସାରସ୍ୱତ ଓ ଆଧ୍ୟାତ୍ମିକ ସମ୍ପଦ। ସେଥିପାଇଁ ଆମ ଧର୍ମକୁ ଭାଗବତ ଧର୍ମ ଏବଂ ସଂସ୍କୃତିକୁ ଭାଗବତ ସଂସ୍କୃତି ଭାବରେ ଗ୍ରହଣ କରାଯାଏ। ପୁରାଣ ପାଠ୍ୟକ୍ରମରେ ଓଡ଼ିଶାର ବଡ଼ ଠାକୁରଙ୍କ ମନ୍ଦିରରେ ପୁରାଣ ପଣ୍ଡା ପ୍ରତ୍ୟହ ସଂସ୍କୃତ ଭାଗବତ ପଢ଼ୁଥିଲେ। ଏହା ବ୍ୟାସଦେବଙ୍କ ରଚନା ଭାବରେ ପ୍ରସିଦ୍ଧ। ଶୁଣାଯାଏ ବ୍ୟାସଦେବ ଅଷ୍ଟାଦଶ ପୁରାଣ ରଚନା କଲେ, ହେଁ ତାଙ୍କ ମନରେ ତୃପ୍ତି ଆସିଲା ନାହିଁ। ମନରେ ଅସନ୍ତୋଷର କଳାବାଦଲ ଆଚ୍ଛନ୍ନ ହୋଇ ରହିଲା। କେଉଁ ପ୍ରସଙ୍ଗ ଲେଖିଲେ ସେ ମୁକ୍ତି ପାଇବେ, ଏହା ତାଙ୍କ ଚିନ୍ତାର ବିଷୟ ଥିଲା। ଭଗବାନ ବ୍ୟାସଦେବଙ୍କ ମନ କଥା ଜାଣି ତାଙ୍କୁ ଭାଗବତ ରଚନା କରିବା ପାଇଁ ଆଦେଶ ଦେଲେ। ଭାଗବତ କଥା ଭଗବାନ ଏକାକ୍ଷରକୁ ତ୍ରିଅକ୍ଷର କରି ଅନନ୍ତଙ୍କ ଆଗରେ କହିଥିଲେ। ତାହାଙ୍କୁ ଚତୁର୍ଦ୍ଦଶ ଅକ୍ଷରରେ ପରିଣତ କରି ଅନନ୍ତ ବ୍ରହ୍ମାଙ୍କ ନିକଟରେ ପ୍ରକାଶ କଲେ। ବ୍ରହ୍ମା ତାହାକୁ ଆହୁରି 4 ଗୁଣ ବ୍ୟାଖ୍ୟାର ପୂର୍ବକ ନରନାରାୟଣଙ୍କୁ ଶୁଣାଇଥିଲେ। ନରନାରାୟଣଙ୍କ ଋଷି ତାହାଙ୍କୁ ହୃଦୟରେ ରଖି ଆହୁରି 10 ଗୁଣ ଶ୍ଲୋକରେ ପରିଣତ କରି ଶୁକଦେବଙ୍କୁ ଶୁଣାଇଥିଲେ। ତେଣୁ ସଂସ୍କୃତ ଭାଗବତ 18,000 ଶ୍ଲୋକ ବିଶିଷ୍ଟ ଏବଂ ଏଥିରେ ରହିଛି 12ଟି ସ୍କନ୍ଦ। ଅନେକ ଆଲୋଚକ ବ୍ୟାସଙ୍କୁ ଜଣେ ବୋଲି ଗ୍ରହଣ କରୁନଥିଲେ, ହେଁ ତାହା ଏହି ପ୍ରବନ୍ଧର ପ୍ରସଙ୍ଗରୁ ବାଦ ଦିଆଯାଇଛି। କାରଣ ସମାଲୋଚନା ଭିତରକୁ ଯିବା ପ୍ରବନ୍ଧରେ ମୂଲ୍ୟ ଲକ୍ଷ୍ୟ ନୁହେଁ। ସଂସ୍କୃତ ଭାଗବତ ଅତ୍ୟନ୍ତ କଷ୍ଟ, ଦୁର୍ବୋଧ ଏବଂ ସାର୍ବଜନାଦୃତ ହୋଇପାରିନଥିଲା। ଏହାକୁ ସହଜ, ସରଳ ଏବଂ ସାର୍ବଜନବୋଧ କରିବା ପାଇଁ ଭାଷ୍ୟକାରକମାନେ ଟୀକା କରିବାର ଆଗ୍ରହ ପ୍ରକାଶ କଲେ ଏବଂ ଏହାର ପ୍ରଥମ ଟୀକା ଲେଖିଲେ ଶ୍ରୀଧର ସ୍ୱାମୀ। ତାଙ୍କ ଦ୍ୱାରା ବ୍ୟାଖ୍ୟାୟିତ ଟୀକାର ନାମ ଥିଲା ଭାବାର୍ଥ ଦୀପିକା। ପରେ ପରେ ଶ୍ରୀମଦ୍ ଭାଗବତ ଉପରେ ଅନ୍ୟ ଯେଉଁ ଟୀକା ରଚନା କରାଯାଇଥିଲା, ସେହି ଟୀକାକାରମାନେ ହେଲେ ବଲ୍ଲଭାଚାର୍ଯ୍ୟ, ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ଜୀବ ଗୋସ୍ୱାମୀ, ବିଶ୍ୱନାଥ ଚକ୍ରବର୍ତ୍ତୀ, ବଳଦେବ ବିଦ୍ୟାଭୂଷଣ, ରାଧାରମଣ ଗୋସ୍ୱାମୀ, ସ୍ୱଦର୍ଶନ ସ୍ୱରୀ, ବୀରରାଘବ, ବିଜୟଧ୍ୱଜ, ମାଧାଚାର୍ଯ୍ୟ, ଶୁକଦେବାଚାର୍ଯ୍ୟ, ଗଙ୍ଗ ସହାୟ ବିଦ୍ୟା ବାଚସ୍ପତି ଏବଂ ଶ୍ରୀହରି ପ୍ରଭୃତି। ଏସବୁ ସତ୍ତ୍ୱେ ଶ୍ରୀଧର ସ୍ୱାମୀଙ୍କ ଭାବାର୍ଥ ଦୀପିକା ସଂସ୍କୃତ ପଣ୍ଡିତମାନଙ୍କ ନିକଟରେ ବେଶ୍ ଆଦୃତ ଥିଲା। ଶ୍ରୀଧର ସ୍ୱାମୀଙ୍କ ଟୀକାର ବିଶେଷତ୍ୱ ଥିଲା ଯେ ସେ ଏହାକୁ ବିସ୍ତୃତ କରିନଥିଲେ। ଭାଗବତର କଠିନ ପଦ ଖୁବ୍ ସହଜ ଭାବରେ ବୁଝାଇ ଦେବାକୁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ଭାବାର୍ଥ ଦୀପିକା ଟୀକା ଗୋଟେ ମାର୍ଗଦର୍ଶକର ଭୂମିକା ଗ୍ରହଣ କଲା, ଯାହାଦ୍ୱାରା ସଂସ୍କୃତ ଭାଗବତ ପାଠ କରିବା ପାଇଁ ବିଜ୍ଞମାନଙ୍କ ମଧ୍ୟରେ ଅସମ୍ଭବ ଭାବରେ ଆଗ୍ରହ ବୃଦ୍ଧି ପାଇଥିଲା। ମହାପ୍ରଭୁ ଶ୍ରୀ ଚୈତନ୍ୟ ଶ୍ରୀଧର ସ୍ୱାମୀଙ୍କ ଟୀକାକୁ ଭୂୟସୀ ପ୍ରଶଂସା କରି ତାଙ୍କୁ ଗୁରୁ ବୋଲି ମାନିନେଲେ। ତେଣୁ କୃଷ୍ଣଦାସ କବିରାଜ ମହାଶୟ ଶ୍ରୀ ଚୈତନ୍ୟ ଚରିତାମୃତରେ ଶ୍ରୀ ଚୈତନ୍ୟଙ୍କ ମୁଖ ନିଃସୃତ ବାଣୀକୁ ଉଦ୍ଧାର କରି ଲେଖିଛନ୍ତି, ଜଗଦ୍ଗୁରୁ ଶ୍ରୀଧର କେ আমি গুরু করি মানি, তাহার প্রসাদে শ্রী ভাগবত তত্ত্ব জানি। শ্রীধর অনুগত হইয়া কর ভাগবত গান, দম্ভ অভিমান তেজি ভজ শ্রীকৃষ্ণ ভগবান। ଶ୍ରୀଧର ସ୍ୱାମୀଙ୍କ ଟୀକା ଏବେ ବି ପାଠକ ଶ୍ରେଣୀରେ ଆଦୃତ। ତାଙ୍କ ଟୀକା ବିଷୟରେ ବିଶେଷ ଜାଣିବା ପୂର୍ବରୁ ଟୀକାକାରଙ୍କ ବିଷୟରେ ସମ୍ୟକ ସୂଚନା ଦେବାକୁ ଉଚିତ ମନେ କରୁଛି। ଶ୍ରୀଧର ସ୍ୱାମୀ ଓଡ଼ିଶା ପ୍ରଦେଶର ବାଲେଶ୍ୱର ସହର ନିକଟବର୍ତ୍ତୀ ମରେଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ନିର୍ଦ୍ଦିଷ୍ଟ ଭାବରେ ତାଙ୍କ ଜନ୍ମ ସାଲ
ଓ ଶତାବ୍ଦୀକୁ ନିର୍ଦ୍ଧାରଣ କରାଯାଇ ପାରିନଥିଲେ ମଧ୍ୟ ତାଙ୍କୁ ତ୍ରୟୋଦଶ ଶତାବ୍ଦୀର ପ୍ରଚଣ୍ଡ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଭାବରେ ଗ୍ରହଣ କରାଯାଇପାରେ। ଲେଖକ ସାହିତ୍ୟ ଏକାଡେମୀ ତରଫରୁ ତାଙ୍କ ଜୟନ୍ତୀ ଉତ୍ସବକୁ 5 ବର୍ଷ ତଳେ ବାଲେଶ୍ୱର କରାଯାଇଥିଲା। ସେ ବାଲ୍ୟାବସ୍ଥାରେ ପ୍ରଗାଢ଼ ସିଦ୍ଧିସମ୍ପନ୍ନ ଥିଲେ। ବେଦ ବେଦାନ୍ତ ପ୍ରଭୃତି ଖୁବ୍ କମ୍ ବୟସରେ ସେ ଅଧ୍ୟୟନ କରିଥିଲେ। ଶ୍ରୀଧର ସ୍ୱାମୀ ପୁରୀ ଗୋବର୍ଦ୍ଧନ ପୀଠର ଅନ୍ୟତମ ସ୍ୱାମୀ ରୂପେ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ପୁରୀକୁ ଆସିବା ପୂର୍ବରୁ ଢେଙ୍କାନାଳ ଜିଲ୍ଲାର କପିଳାସ ନିକଟବର୍ତ୍ତୀ ବ୍ରହ୍ମଚାରୀ ମଠରେ ରହି ଶ୍ରୀମଦ୍ ଭାଗବତର ଭାବାର୍ଥ ଦୀପିକା ଟୀକା ପ୍ରଣୟନ କରିଥିଲେ। କପିଳାସର ବ୍ରହ୍ମଚାରୀ ମଠର ଆରାଧ୍ୟ ଦେବତା ହେଉଛନ୍ତି ନୃସିଂହ। ସ୍ୱାମୀଜୀ ପ୍ରଥମେ ନୃସିଂହଙ୍କୁ ସ୍ତୁତି କରି ତାଙ୍କର ଟୀକା ଆରମ୍ଭ କରିଥିଲେ। ତେଣୁ ବ୍ୟାଖ୍ୟାର ମଙ୍ଗଳାଚରଣରେ ସେ ଲେଖିଛନ୍ତି, ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀ ଯସ୍ୟ ଚ ବକ୍ଷସି ଯସ୍ୟାନ୍ତେ ହୃଦये ସମ୍ବିତେ ତଂ ନୃସିଂହଂ ଭଜେ। ଅର୍ଥାତ୍ ଯାହାଙ୍କ ମୁଖରେ ସରସ୍ୱତୀ, ବକ୍ଷସ୍ଥଳରେ ଲକ୍ଷ୍ମୀ ଏବଂ ହୃଦୟରେ ଜ୍ଞାନ ବିରାଜମାନ, ସେହି ନୃସିଂହ ଭଗବାନଙ୍କୁ ମୁଁ ବନ୍ଦନା କରୁଅଛି। ଉଗ୍ରବୀର ମହାବିଷ୍ଣୁ ଶ୍ରୀଧର ଗୋସ୍ୱାମୀଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଥିଲେ। ନଚେତ୍ ଶ୍ରୀମଦ୍ ଭାଗବତ ପରି ସଂସ୍କୃତ ଶାସ୍ତ୍ରର ଏଭଳି ଟୀକା ରଚନା କରି ସେ ଲୋକପ୍ରିୟ ହୋଇନଥାନ୍ତେ। ସେ ଗଭୀର ଭାବରେ ସଂସ୍କୃତ ଭାଗବତକୁ ଅଧ୍ୟୟନ କରିଥିଲେ, ଭଲ ଭାବରେ ବୁଝିଥିଲେ। ତେଣୁ ଲୋକମାନଙ୍କୁ ଉତ୍ତମ ଭାବରେ ବୁଝାଇବାର ପ୍ରୟାସ କଲେ। ଟୀକା ମାଧ୍ୟମରେ ସଂସ୍କୃତରେ ଶ୍ଲୋକଟିଏ ଭାଗବତ ସମ୍ପର୍କରେ ଶୁଣାଯାଏ। ବ୍ୟାସଃ ବେତି ଶୁକଃ ବେତି ରାଜା ବେତି ନ ବେତି ବା ଶ୍ରୀଧରଃ ସକଳଂ ବେତି ଶ୍ରୀନୃସିଂହ ପ୍ରସାଦତଃ। ଅର୍ଥାତ୍ ଭାଗବତର ରଚୟିତା ହେଉଛନ୍ତି ମହର୍ଷି କୃଷ୍ଣ ଦ୍ୱୈପାୟନ ବ୍ୟାସ। ତେଣୁ ସେ ଏହାର ଅର୍ଥ ବୁଝୁଛନ୍ତି। ବୁଝି ନଥିଲେ ଲେଖିଥାନ୍ତେ କିପରି? ପରମହଂସ ମୁନି ବ୍ୟାସଦେବ ଶ୍ରୀମଦ୍ ଭାଗବତ ରଚନା କରି ପୁତ୍ର ଶୁକଦେବଙ୍କୁ ଅଧ୍ୟୟନ କରାଇଥିଲେ। ଶୁକଦେବ ଥିଲେ ବ୍ରହ୍ମଜ୍ଞାନୀ ଓ ମୋକ୍ଷ ଧର୍ମର ପ୍ରବକ୍ତା। ସେ ଭାଗବତ ବିଦ୍ୟାକୁ ହୃଦୟଙ୍ଗମ କରି ସର୍ବତ୍ର ମୁନିମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ। ବିଶେଷତଃ ବ୍ରହ୍ମଶାପଗ୍ରସ୍ତ ଅସ୍ଥିରଚେତା ରାଜା ପରୀକ୍ଷିତଙ୍କୁ ଗଙ୍ଗା କୂଳରେ ଶୁକଦେବ ଶୁଣାଇଥିଲେ। ତେଣୁ ରାଜା ପରୀକ୍ଷିତ ଅଭିଶାପ ଯୋଗୁଁ ଭୀତତ୍ରସ୍ତ ଥିବାରୁ ସେ ଭାଗବତର ପ୍ରକୃତ ଅର୍ଥ ବୁଝି ଥାଇପାରନ୍ତି ଅଥବା ନ ପାରିଥାନ୍ତି। କିନ୍ତୁ ଶ୍ରୀଧର ତନ୍ନ ତନ୍ନ କରି ଶ୍ରୀନୃସିଂହଙ୍କ ଆଶୀର୍ବାଦରୁ ଭାଗବତକୁ ବୁଝିଥିଲେ। ଏଯାବତ୍ ଶ୍ରୀମଦ୍ ଭାଗବତର ଯେତେ ଗୋଟି ଟୀକା ଓ ଭାଷା କରାଯାଇଅଛି, ତନ୍ମଧ୍ୟରେ ଶ୍ରୀଧର ଗୋସ୍ୱାମୀଙ୍କ ଭାବାର୍ଥ ଦୀପିକା ଟୀକା ସର୍ବୋତ୍କୃଷ୍ଟ ଓ ସର୍ବଶ୍ରେଷ୍ଠ। ପରବର୍ତ୍ତୀ ସମୟରେ ଅନେକ ଟୀକାକାର ଶ୍ରୀଧର ସ୍ୱାମୀଙ୍କ ଟୀକାକୁ ଅନୁକରଣ କରିଛନ୍ତି ଏବଂ ତାଙ୍କୁ ନତଶିର ହୋଇଛନ୍ତି। ଉଦାହରଣ ସ୍ୱରୂପ ବଲ୍ଲଭାଚାର୍ଯ୍ୟଙ୍କ ସୁବୋଧିନା, ସନାତନ ଗୋସ୍ୱାମୀଙ୍କର ବୃହତ୍ ତୋଷିଣୀ ଆଦିରେ ଶ୍ରୀଧର ସ୍ୱାମୀଙ୍କୁ ଅନୁକରଣ କରାଯାଇଥିବା ଉଲ୍ଲେଖ ହୋଇଛି। ସନାତନ ଗୋସ୍ୱାମୀ ବୃହତ୍ ତୋଷିଣା ଟୀକାରେ ଲେଖିଛନ୍ତି, ଶ୍ରୀଧର ସ୍ୱାମୀ ପଦାହସ୍ତାନ୍ ପ୍ରପଦ୍ୟ ଦୀନ ବଶ୍ୟବାନ୍ ନିଜୋଚ୍ଛିଷ୍ଟ ପ୍ରସାଦେନ ଜହ ପୁଣ୍ୟାତ୍ମା ଶ୍ରିତମ୍ ଜନମ୍। ଶ୍ରୀଧର ସ୍ୱାମୀ ଅଦ୍ୱୈତବାଦୀ ଥିଲେ ହେଁ ଭଗବାନ କୃଷ୍ଣଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ଥିଲା। ଫଳରେ ଶ୍ରୀ ଚୈତନ୍ୟ ଏବଂ ଷଟ୍ ଗୋସ୍ୱାମୀମାନେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଭୂୟସୀ ପ୍ରଶଂସା କରିଅଛନ୍ତି। ସେ ଶୁଷ୍କ ଜ୍ଞାନ ମାର୍ଗୀ ହେବା ଅପେକ୍ଷା ଭକ୍ତି ମାର୍ଗକୁ ଶ୍ରେୟ ମନେ କରିଥିଲେ। ପରବର୍ତ୍ତୀ କାଳରେ ଶ୍ରୀମଦ୍ ଭାଗବତରେ ଶ୍ରୀଧରଙ୍କୁ ବନ୍ଦନା କରାଯାଇଛି। ଶ୍ରୀଧରମ୍ ବନ୍ଦେ ଶ୍ରୀଧରେକ ପରାୟଣମ୍ ଯସ୍ୟୈବ ଶ୍ରୀପ୍ରସାଦେନ
ଶ୍ରୀଧରୟଂ ରୁତିହ୍ୟ କୃତା। ଶ୍ରୀଧର ସ୍ୱାମୀ ଥିଲେ ସୁପଣ୍ଡିତ, ବ୍ୟାଖ୍ୟାକାର ଓ ଦର୍ଶନର ଅଦ୍ୱିତୀୟ ପ୍ରତିଭାଶାଳୀ ବ୍ୟକ୍ତି। ତାଙ୍କ ଭାଗବତ ବ୍ୟାଖ୍ୟା ସେ ସମୟରେ ଭାରତବର୍ଷରେ ଲୋକପ୍ରିୟତା ଅର୍ଜନ କରିଥିଲା। ଶ୍ରୀ ଜଗନ୍ନାଥ ଦାସ ନିଜ ଭାଗବତ ରଚନା ପାଇଁ ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ ଭାଗବତର ଭାବାର୍ଥ ଦୀପିକା ଟୀକାକୁ ଗ୍ରହଣ କରିଥିଲେ ପ୍ରାମାଣିକ ଟୀକା ଭାବରେ। ତେଣୁ ସେ ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କଲାବେଳେ ପ୍ରଥମେ ଶ୍ରୀଧର ସ୍ୱାମୀଙ୍କ ଆରାଧ୍ୟ ଯାହାଙ୍କୁ ସେ ଟୀକା ଆରମ୍ଭରେ ବନ୍ଦନା କରିଥିଲେ ତାହାଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଭାଗବତର ପ୍ରଥମେ ଲେଖିଥିଲେ ନମୋ ହି ନୃସିଂହ ଚରଣ ଅନାଦି ପରମ କାରଣ। ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀ ଜଗନ୍ନାଥ ମନ୍ଦିରର ବେଢ଼ା ମଧ୍ୟସ୍ଥ ବଟ ଗଣେଶ ପାଖରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କଲାବେଳେ ଶ୍ରୀ ଜଗନ୍ନାଥ ସ୍ତୁତି ପ୍ରଥମେ ନ କରି ନୃସିଂହକୁ କାହିଁକି ସ୍ତୁତି କଲେ ତାହାର କାରଣ ଖୋଜିବାକୁ ପଡ଼ିବ। ନୃସିଂହ ଭଗବାନଙ୍କର ଏକ ଅବତାର। ଦ୍ୱାଦଶ ଶତାବ୍ଦୀର କବି ଶ୍ରୀ ଜୟଦେବ ତଦୀୟ ଗୀତ ଗୋବିନ୍ଦରେ ନୃସିଂହକୁ ଚତୁର୍ଥ ଅବତାର ଭାବେ ଗ୍ରହଣ କରିଛନ୍ତି। ନୃସିଂହ ଆରାଧନା କଳିଙ୍ଗର ବିଭିନ୍ନ ସ୍ଥାନରେ ପ୍ରାଧାନ୍ୟ ଲାଭ କରିଥିଲା। ତେଣୁ ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପ ନିକଟରେ ଆଜି ନୃସିଂହ ଏବଂ ଗୁଣ୍ଡିଚା ଘରେ ଯଜ୍ଞ ନୃସିଂହ ଉପାସନା ସ୍ୱତନ୍ତ୍ର ଭାବରେ କରାଯାଉଥିବା ଲକ୍ଷ୍ୟ କରାଯାଏ। ଅନେକ କୁହନ୍ତି ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ନିଜ ଗୃହଦେବତା ନୃସିଂହନାଥଙ୍କୁ ପୁରୀକୁ ଆଣି ଅଧିଷ୍ଠିତ କରିବା ପରେ ଦାରୁ ବ୍ରହ୍ମରୂପୀ ଶ୍ରୀ ଜଗନ୍ନାଥଙ୍କୁ ପୁରୀକୁ ଆଣି ଅଧିଷ୍ଠିତ କରିଥିଲେ। ତେଣୁ ଉଭୟ ପୂଜା ଉପାସନା ମଧ୍ୟରେ ସମନ୍ୱୟ ଆଣିବା ଉଦ୍ଦେଶ୍ୟରେ ଜଗନ୍ନାଥଙ୍କ ପୂଜା ଉପାସନା ସହିତ ନୃସିଂହନାଥଙ୍କ ପୂଜା ଉପାସନା ଯୋଡ଼ି ଦେଇଥିଲେ। କେବଳ ସେତିକି ନୁହେଁ, ଅନେକ ସ୍ଥଳରେ ନୃସିଂହ ଉପାସନାକୁ ଅଗ୍ରାଧିକାର ଦିଆଗଲା। ଉଦାହରଣ ସ୍ୱରୂପ ନବକଳେବର ବେଳେ ଅନୁଷ୍ଠିତ ଗୋପନ ନୀତି ପାଳନ ସମୟରେ ନୃସିଂହଦେବ ପ୍ରଧାନ ଅଧିଷ୍ଠିତ ଦେବତା ହୋଇଥିବାରୁ ନବକଳେବରର ସମସ୍ତ କାର୍ଯ୍ୟାବଳୀ ଓ କର୍ମକର୍ମାଣୀ ନୃସିଂହ ସ୍ଥାପନ ପୂର୍ବକ ସମାହିତ ହୋଇଥାଏ। ନବକଳେବରର ପଦ୍ଧତିରେ ପୂର୍ବଭାଗ ବନଯାଗ ଯାତ୍ରା ଓ ପରଭାଗ ପ୍ରତିଷ୍ଠା କର୍ମରେ ନୃସିଂହ ସ୍ଥାପନ ପୂର୍ବକ ଅନୁଷ୍ଠିତ ହୋଇଥାଏ। ଅନେକ ସମାଲୋଚକ ଓ ଗବେଷକଙ୍କ ମତରେ ଜଗନ୍ନାଥ ପ୍ରଥମେ ନୃସିଂହ ରୂପେ ପୂଜା ପାଉଥିଲେ। ତେଣୁ ଜଗନ୍ନାଥଙ୍କୁ ଏବେ ମଧ୍ୟ ନୃସିଂହ ମନ୍ତ୍ରରେ ପୂଜା କରାଯାଏ। ସେଥିପାଇଁ ଅସମ୍ଭବତଃ ପଞ୍ଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଙ୍କ ସମୟରେ ଓଡ଼ିଶାରେ କୃଷ୍ଣ ଭକ୍ତିର ପ୍ରାଧାନ୍ୟ ଥିଲାବେଳେ ମଧ୍ୟ ଜଗନ୍ନାଥ ଦାସ ତାଙ୍କ ଭାଗବତର ପ୍ରଥମ ଅଧ୍ୟାୟଠାରୁ ପ୍ରାୟତଃ ପ୍ରତ୍ୟେକ ଅଧ୍ୟାୟରେ ନୃସିଂହକୁ ସ୍ତୁତି କରିଛନ୍ତି। ଏହା ସହିତ ହିରଣ୍ୟକଶିପୁ ପ୍ରହ୍ଲାଦ ଓ ନୃସିଂହ ଉପାଖ୍ୟାନ ଆଦିକୁ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ବର୍ଣ୍ଣନା କରିଛନ୍ତି। ନୃସିଂହକୁ ଇଷ୍ଟ ଭାବରେ ଶ୍ରୀକ୍ଷେତ୍ରରେ ପୁରୁଷୋତ୍ତମବାସୀମାନେ ସମ୍ମାନ ଦେଇଥାନ୍ତି। ତେଣୁ ନୃସିଂହ ମନ୍ତ୍ରରାଜ ରୂପେ ଶ୍ରୀକ୍ଷେତ୍ରରେ ସ୍ୱୀକୃତି ଲାଭ କରିଛି। ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ୍ ନୃସିଂହ ଜନ୍ମରେ ଶ୍ରୀ ଜଗନ୍ନାଥ ନୃସିଂହ ରୂପେ ଉପାସିତ ହୋଇଥାନ୍ତି। ଚକ୍ରତୀର୍ଥସ୍ଥ ଚକ୍ର ନୃସିଂହଙ୍କଠାରେ ଆଜ୍ଞାମାଳ ପାଇବା ପରେ ଚକ୍ରତୀର୍ଥରେ ନୃସିଂହ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଗ୍ରନ୍ଥରେ ବିଷ୍ଣୁଙ୍କର ଆୟୁଧ ଚକ୍ର ସୁଦର୍ଶନଙ୍କୁ ନୃସିଂହଙ୍କର ପ୍ରତୀକ ରୂପରେ ଉପସ୍ଥାପନ କରାଯାଇଛି। ସୁଦର୍ଶନ ପ୍ରତିଷ୍ଠା ସମୟରେ ନୃସିଂହ ମନ୍ତ୍ର ଉଚ୍ଚାରିତ ହୋଇଥାଏ। ଏହା ବିଷ୍ଣୁଙ୍କର ଉଗ୍ର ରୂପ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ସାଦୃଶ୍ୟ ବିଦ୍ୟମାନ। ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ରଥାନୁକୂଳ ଓ ରଥ ପ୍ରତିଷ୍ଠା ଆଦିରେ ନୃସିଂହ ମନ୍ତ୍ର ଉଚ୍ଚାରଣରେ ଶୁଭକାର୍ଯ୍ୟ ଶେଷ ହୋଇଥାଏ। ନୃସିଂହ ଆରାଧନା ବହୁ ପ୍ରାଚୀନ ସମୟର। ପୁରାଣ ଅନୁସାରେ ନୃସିଂହ ହେଉଛନ୍ତି ସତ୍ୟଯୁଗର ଦେବତା। ତେଣୁ ତାଙ୍କର ଆରାଧନାରେ ସ୍ୱାତନ୍ତ୍ର୍ୟ ରହିବା ସ୍ୱାଭାବିକ। ସେ ଉଗ୍ର ରୂପରେ ହିଁ ବରଦାତା ଲକ୍ଷ୍ମୀଙ୍କ ସହିତ ଯୁକ୍ତ ହୋଇ ଲକ୍ଷ୍ମୀ ନୃସିଂହ ରୂପରେ ଉପାସିତ ହୋଇଥାନ୍ତି। ଅତିବଡ଼ି ଜଗନ୍ନାଥ ଦାସ ଷୋଡ଼ଶ ଶତାବ୍ଦୀରେ
ଶ୍ରୀମନ୍ଦିରରେ ପୁରାଣ ପଣ୍ଡା ଭାବରେ କାର୍ଯ୍ୟ କରିଥିଲେ। ଏହା ତାଙ୍କୁ ପିତା ପୁରାଣ ପଣ୍ଡା ଭଗବାନଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ହୋଇଥିଲା। ଉତ୍କଳର ଜନତା ସଂସ୍କୃତ ପୁରାଣ ମୁଖ୍ୟତଃ ସଂସ୍କୃତ ଭାଗବତ ଶ୍ରବଣରେ ବିତସ୍ପୃହ ଥିଲେ। ସେତେବେଳକୁ ଓଡ଼ିଆ ଭାଷା ଷ୍ଟାଣ୍ଡାର୍ଡ ଅବସ୍ଥାରେ ପହଞ୍ଚି ନଥିଲେ ମଧ୍ୟ ପ୍ରକୃତ ଅବସ୍ଥାକୁ ଅତିକ୍ରମ କରି ସାରିଥିଲା। ଭାଷାର ସରଳତା ସମସ୍ତଙ୍କ ମନକୁ ସ୍ପର୍ଶ କରୁଥିଲା। ତେଣୁ ଅଭାବକୁ ପୂରଣ କରିବା ପାଇଁ ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଓଡ଼ିଆରେ ଅନୁବାଦ କରିବାକୁ ଚେଷ୍ଟା କଲେ, ସଫଳ ମଧ୍ୟ ହେଲେ। କେବଳ ସେତିକି ନୁହେଁ, ପୁରସ୍କାର ସ୍ୱରୂପ ତାଙ୍କୁ ଗୌଡ଼ ଦେଶାଗତ ମହାପ୍ରଭୁ ଶ୍ରୀ ଚୈତନ୍ୟ ଅତି ବଡ଼ି ଉପାଧିରେ ମଧ୍ୟ ଭୂଷିତ କଲେ। ଜଗନ୍ନାଥ ଦାସ ଶ୍ରୀଧର ସ୍ୱାମୀଙ୍କ ଭାବାର୍ଥ ଦୀପିକା ଟୀକା ଏବଂ ତାଙ୍କ ଆରାଧ୍ୟ ପ୍ରଭୁ ନୃସିଂହ ଏବଂ ଜଗନ୍ନାଥ ମନ୍ଦିରର ଅନନ୍ୟ ଆରାଧ୍ୟ ଶ୍ରୀନୃସିଂହ ଓ ଜଗନ୍ନାଥଙ୍କୁ ଏକ ଭାବରେ ଗ୍ରହଣ କରି ଓଡ଼ିଆ ଭାଗବତକୁ ସହଜ, ସରଳ ଓ ସାର୍ବଜନବୋଧ୍ୟ ଭାଷାରେ ରଚନା କରି ଦେଇଗଲେ, ଯାହା କାଳଜୟୀ କୃତି ଭାବରେ କେବଳ ନୁହେଁ, ଓଡ଼ିଆ ଜାତିର ଜୀବନବେଦ ଭାବରେ ଆଖ୍ୟାୟିତ ହେଲା। ସେଥିପାଇଁ ସେ ବାରମ୍ବାର ନୃସିଂହକୁ ସ୍ମରଣ କରିଥିଲେ।